ସମସ୍ତଙ୍କୁ ନମସ୍କାର। ଆଜିର କାହାଣୀ ହେଉଛି ଜଣେ ସନ୍ନ୍ୟାସୀ ଓ ଯୁବକର କାହାଣୀ। ସନ୍ନ୍ୟାସୀ ବୁଝାଇ ଦେଇଥିଲେ ଯେ ଈଶ୍ୱର ଆମ୍ଭଠାରେ କେତେବେଳେ ଖୁସି ହୁଅନ୍ତି। ଚାଲନ୍ତୁ ଆରମ୍ଭ କରିବା। କାହାଣୀର ଶୀର୍ଷକ ହେଉଛି ଈଶ୍ୱର ଭଲ ପାଇବେ। ଜଣେ ସନ୍ନ୍ୟାସୀଙ୍କୁ ଯୁବକଟିଏ ପଚାରିଲା, ମହାଭାଗ, କଣ କଲେ ମୋ ଉପରେ ଈଶ୍ୱର ଖୁସି ହେବେ? ସନ୍ନ୍ୟାସୀ କହିଲେ, ମଲା ଲୋକଙ୍କ ଭଳି ହୁଅ। ଯୁବକ କହିଲା, ଆପଣଙ୍କ କଥାର ମର୍ମ ବୁଝିପାରିଲେ ନାହିଁ। ସନ୍ନ୍ୟାସୀ କହିଲେ, ତେବେ ତୁମେ ଗୋଟିଏ କାମ କର, ତୁମ ଗାଁ ପାଖ ମଶାଣିକୁ ଯାଅ। ସେଠି ଯେକୌଣସି ବ୍ୟକ୍ତିଙ୍କ ସମାଧି ପାଖରେ ତାଙ୍କୁ ଗାଳି ଫଜିତ କରି ଆସ। ଯୁବକ ସେଭଳି କରି ଫେରି ଆସିବା ପରେ ସନ୍ନ୍ୟାସୀ ପୁଣି କହିଲେ, ତୁମେ ଯେତେବେଳେ ଗାଲି କଲ ସେତିକି ବେଳେ କିଛି ହେଲା କି? ଯୁବକ କହିଲା, ନା ଆଜ୍ଞା, କିଛି ହେଲେ ଘଟିଲା ନାହିଁ। ସନ୍ନ୍ୟାସୀ କହିଲେ, ଏବେ ଯାଇ ସମାଧି ପାଖରେ ତାଙ୍କୁ ଉଚ୍ଚ ପ୍ରଶଂସା କରି ଆସ, ଦେଖ କାଳେ କିଛି ହୋଇପାରେ। ଯୁବକ ତାହା କଲା। ସେ ଫେରିଲା ପରେ ସନ୍ନ୍ୟାସୀ କହିଲେ, ସମାଧି ପାଖରେ କିଛି ଆନ୍ଦୋଳିତ ହେବାର ଲକ୍ଷ୍ୟ କଲ କି? ଯୁବକ କହିଲା, ନା ଆଜ୍ଞା, କିଛି ହେଲା ନାହିଁ। ମୁଁ ତ ଜନ୍ମ ହେବା ଦିନଠାରୁ ସେଇ ସମାଧିକୁ ଦେଖି ଆସୁଛି। ତାହା ତ ପଥର ହୋଇ ରହିଛି, ହଲଚଲ ହେବ କେମିତି? ସନ୍ନ୍ୟାସୀ କହିଲେ, ସେଇ ସମାଧି ପଥର ତଳେ ଜଣେ ବ୍ୟକ୍ତିର ଦେହାବଶେଷ ରହିଥିବ। ଦିନେ ସେ ଲୋକ ବଞ୍ଚିଥିବ ଏବଂ ନିନ୍ଦା ଓ ପ୍ରଶଂସାରେ ପ୍ରତିକ୍ରିୟା ହେଉଥିବ। ଭଗବାନଙ୍କ ପ୍ରିୟ ବା ଅପ୍ରିୟ ହେଉଥିବ, କିନ୍ତୁ ଏବେ ସେ ନିରୁତ୍ତର, ନିର୍ବିକାର। ତୁମେ ଯଦି ମଲା ଲୋକ ଭଳି ହେବ, ତେବେ ନା ପ୍ରଶଂସା ବା ନିନ୍ଦା କେଉଁଥିରେ ବି ବିଚଳିତ ହେବ ନାହିଁ। ସେମିତି ହୋଇପାରିଲେ ତୁମେ ସ୍ଥିତପ୍ରଜ୍ଞ ହୋଇଯିବ। ସ୍ଥିତପ୍ରଜ୍ଞମାନଙ୍କୁ ଈଶ୍ୱର ସବୁଠାରୁ ଅଧିକ ଭଲ ପାଆନ୍ତି। ସନ୍ନ୍ୟାସୀଙ୍କ କଥାର ମର୍ମ ଏବେ ଠିକ୍ ବୁଝିପାରିଲା ଏବଂ ଯୁବକ ଜଣକ ସନ୍ନ୍ୟାସୀଙ୍କୁ ପ୍ରଣାମ କରି ସେଠାରୁ ଚାଲିଗଲା ଏବଂ ସେ ନିଶ୍ଚିତ କଲା ଯେ ସେ ନିନ୍ଦା ଏବଂ ପ୍ରଶଂସାରେ ସେ ଭାସିଯିବ ନାହିଁ, ବରଂ ସ୍ଥିତପ୍ରଜ୍ଞମାନଙ୍କ ପରି ସେ ନିନ୍ଦା ଏବଂ ପ୍ରଶଂସାରେ ଊର୍ଦ୍ଧ୍ୱକୁ ଉଠିଯାଇ ସେ ନିଜର ଜୀବନ ଈଶ୍ୱରଙ୍କ ନିକଟରେ ସମର୍ପିତ କରିବ।